ଆଗକୁ ଚୁଡ଼ା ଭଜା ବି ଖାଉଛନ୍ତି ବିନା ତେଲ। ଡାଇବେଟିସ୍ ଲୋକଟେ ସକାଳୁ ଯଦି ଚୁଡ଼ା ହାଣ୍ଡି ଭଜା ଖାଇବ ତାହେଲେ ତାର କିଛି ଆଉ ଜଳଖିଆ ଦରକାର ନାହିଁ। ତେଣୁ ଆମେ ଯେଉଁ ବାହାର ଜିନିଷ ଖାଉଛେ, ତେଣୁ କରୋନାରେ ଯଦି କିଏ ବେଶୀ ମରିଥିବେ ସବୁ ଯାକ ଟାଉନ୍ ଲୋକ, ଯେଉଁମାନେ ପିଜା ବର୍ଗର ଫଟର ଚାଉମିନ ଯାହା ଖାଉଛନ୍ତି। ତେଣୁ ସେଇ ଯେଉଁ ଜିନିଷଟାକୁ ଆମେ ପ୍ରପୋଜ କରି 2021 ମସିହା ମାର୍ଚ୍ଚ 20 ତାରିଖରେ ଆମେ ପଖାଳ ଦିବସ ପାଳନ କରିଥିଲୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ। ଆଜି ଯାକେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ହିଁ ବିଶ୍ୱ ପଖାଳ ଦିବସ ପାଳନ କରୁଛି। ଶୀତ ହଉ, ଖରା ହଉ, ବର୍ଷା ହଉ, ପ୍ରଭୁ ଚାରିଥର ପଖାଳ ଖାଇବା କଥା ବଳେ। କଥାରେ ଅଛି ପଖାଳ ଭାତରେ କି ତ ବୋପା ଖାଇଥିଲା କି ଯେଉଁ କଥାଟି ଅଛି। ତେଣୁ ସେଇ ଯେଉଁ ରାତିରେ ସେଇଟା ଖାଇବେ, ପଖାଳ ଭାତରେ ଘିଅ ପକେଇ ରାତିରେ ଖାଇବେ। ଇତିମଧ୍ୟରେ ପୁରୀର ମାଳିଜାଗାଠାରେ ଓଡ଼ିଶା ସର୍ଭିସ ସେଣ୍ଟର ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉଦ୍ଘାଟନ ଓ ସମ୍ବର୍ଦ୍ଧନା ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆଲୋଚନା ଚକ୍ର, ଦୃଷ୍ଟିବାଧିତ ପିଲାମାନଙ୍କ ଦ୍ୱାରା ଭଜନ ଓ କଥାମୃତ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାପାତ୍ର, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଶ୍ୱନାଥ ସାମନ୍ତରାୟ, ବିଶିଷ୍ଟ ଅତିଥି ପ୍ରାଧ୍ୟାପକ ତଥା ଦେଉଳ ପୁରୋହିତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ ମହାପାତ୍ର ଯୋଗଦେଇ ତାଙ୍କର ଆଶୀର୍ବଚନ ପ୍ରଦାନ କରିଥିଲେ। ବରିଷ୍ଠ ଦଇତାପତି ଦୁର୍ଗା ପ୍ରସାଦ ମହାପାତ୍ର ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ସଭାପତି ଡକ୍ଟର ନାରାୟଣ ମହାପାତ୍ର ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ ଜଗନ୍ନାଥଙ୍କ ସମସ୍ତ କାର୍ଯ୍ୟକ୍ରମ କରିବା ଉଚିତ ବୋଲି ଆହ୍ୱାନ ଦେଇଥିଲେ। ମହାପ୍ରଭୁଙ୍କୁ ଆମେ ଦେଖୁଛୁ ଜନ୍ମ ହେଲା ବେଳୁ ଦେଖୁଛୁ, ଜନ୍ମ ହେବା ପୂର୍ବରୁ ଦେଖୁଛୁ, ଆମ ଗୁରୁଜନ ମାନେ ଦେଖୁଥିଲେ। ଏବେ ଆମେ ମଲା ପରେ ବି ମଲା ଯାଏ ଆମେ ଦେଖିବା। ଆସନ୍ତା କେତେ ଦଶନ୍ଧି ଧରି ରହିବେ ତାର କିଛି ଆମେ ଜାଣିବାର ଇଏ ନାହିଁ। ତେଣୁ ଆମେ ମହାପ୍ରଭୁ ଜଗନ୍ନାଥ ମର୍ତ୍ତ୍ୟ ବୈକୁଣ୍ଠରେ ଅଛନ୍ତି। ପ୍ରଳୟ ହେଲେ ବି ସେ ଏ ମର୍ତ୍ତ୍ୟ ବୈକୁଣ୍ଠ ଛାଡ଼ିକି ଯିବେନି। କିନ୍ତୁ ଆମେ ସେତିକି ଶ୍ରଦ୍ଧା ଦଉଛେ ତ। ସେଇ ଶ୍ରଦ୍ଧା ସ୍କନ୍ଦ ପୁରାଣ, ମହାପ୍ରଭୁଙ୍କ ଯେଉଁ ସ୍କନ୍ଦ ପୁରାଣ ଅଛି, ସ୍କନ୍ଦ ପୁରାଣ ପ୍ରତ୍ୟେକ ଘରେ ଗୋଟେ ଗୋଟେ ରହିବା ଦରକାର। ମହାପ୍ରଭୁ ଯଦି ଜଗନ୍ନାଥଙ୍କର ସ୍କନ୍ଦ ପୁରାଣ ସମସ୍ତ ଓଡ଼ିଆ ଘରେ ରହିବା ଦରକାର। କାହିଁକି ତାଙ୍କର ଯେଉଁ ସୃଷ୍ଟି, ତାଙ୍କର ଯେଉଁ ବାର୍ତ୍ତା, ଯେଉଁ କହିଛନ୍ତି ପ୍ରତିମା ୱାଚରେ ଯାହା ଯାହା ତାଙ୍କର ଜାନିଯାତ୍ରା ସବୁ ଶାସ୍ତ୍ର ଆଉ ପରମ୍ପରା ଅନୁଯାୟୀ କରାଯାଉଛି। ମୁଖ୍ୟ ବକ୍ତା ବିଶ୍ୱନାଥ ସାମନ୍ତରାୟ ମହାପ୍ରଭୁଙ୍କ ପ୍ରସାଦ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଇତ୍ୟବସରରେ ଶୁଭାଙ୍ଗିନୀ ପଟ୍ଟନାୟକଙ୍କ ଦିବ୍ୟ ଅନୁଚିନ୍ତା ପୁସ୍ତକର ଲୋକାର୍ପଣ କରାଯାଇଥିଲା। ବିଗତ ଦିନରେ ସମସ୍ତେ ନିଜର ସୁଖ ଦୁଃଖ ପ୍ରାର୍ଥନା କରି ଈଶ୍ୱରଙ୍କୁ ଜଣାଇଥିଲେ। ପୁଣି ଥରେ ତାଙ୍କୁ ଜୀବନୀ ଭିତରକୁ ଆଣିବାକୁ ତ୍ରିସନ୍ଧ୍ୟା ଓ ଜଗନ୍ନାଥ ସହସ୍ରନାମ ପଠନ କରିବାକୁ ଆହ୍ୱାନ ଦେଇଥିଲେ। ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ବରିଷ୍ଠ ଭଜନ କଳାକାର
ତେଜସ୍ୱରୀ ରଥ, ଅନାମିକା ସ୍ୱାଇଁ ପଟ୍ଟନାୟକ, ଅନୁପମା ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଭବାନୀ ଶଙ୍କର ପାଢ଼ୀ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜୟ ମୋହନ ପଣ୍ଡା, ତ୍ରିଲୋଚନ ନାୟକ, ସୁରେଶ ମିଶ୍ର, ଶ୍ରୀନିବାସ ରାଓ, ଚକ୍ରଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଜୟ ଜଗନ୍ନାଥ। ଧନ୍ୟବାଦ।